ଜୟ ଜଗନ୍ନାଥ ସାଙ୍ଗମାନେ ତ ଦେଖୁଥିବେ ମୁଁ ଏଠି ଗୋଟେ ପୋଡ଼ପିଠା ପ୍ରସ୍ତୁତ କରୁଛି। ଆଉ ପୋଡ଼ପିଠାଟା ମୁଁ ପ୍ରସ୍ତୁତ କରିଥିଲି ଗୋଟେ ରାକ୍ଷୀ ପୂର୍ଣ୍ଣମୀରେ, କାହିଁକିନା ଜଣେ ଭାଇ ଆମ ହଷ୍ଟେଲ ପ୍ରତି ବହୁତ ଭଲ ଭଲ କଥା କୁହନ୍ତି। ସେ ଜଣେ କ୍ରାଇମ୍ ବ୍ରାଞ୍ଚରେ ଯେହେତୁ ଜବ୍ କରିଥିଲେ, ତ ମୁଁ ଏଇଟା ଭାବିଥିଲି କି ଯେହେତୁ ସେ କ୍ରାଇମ୍ ବ୍ରାଞ୍ଚରେ ଜବ୍ କରିଛନ୍ତି, ଯେହେତୁ ମୋର ଏଇଟା ଗୋଟେ ଗାର୍ଲସ ହଷ୍ଟେଲ, ତ ଭବିଷ୍ୟତରେ ମୋର କିଛି ସୁବିଧା ଅସୁବିଧା ହେଲେ ସେ ଭାଇ ଜଣକ ମୋତେ ସାହାଯ୍ୟ କରିବେ। ଆଉ ଯେହେତୁ ଝିଅମାନେ ଅଛନ୍ତି, ତ ସେମାନଙ୍କ ପ୍ରୋଟେକ୍ସନ୍ ସେଫ୍ଟି ପାଇଁକି କିଛି ଏମିତି ଭଲ ଭଲ ଲୋକଙ୍କର କଣ୍ଟାକ୍ଟରେ ରହିବା ନିହାତି ଦରକାର। ତ ସେ ଭାଇଙ୍କ ପାଇଁ ମୁଁ ତାଙ୍କ ପାଇଁ ଗୋଟେ ପୋଡ଼ପିଠା ବନେଇଥିଲି, କାହିଁକି ନା ସେ ଯେଉଁ ଭାଇ ଜଣକ ଥିଲେ ସେ ବାହାରେ ରହୁଥିଲେ ଆଉ ତାଙ୍କ ମାଆ ବାପା ଗାଁରେ ରହୁଥିଲେ, ତାଙ୍କ ଭଉଣୀ ମୋ ହଷ୍ଟେଲରେ ରହୁଥିଲା। ତ ମୁଁ ଏଇ ପୋଡ଼ପିଠାଟା ତାଙ୍କ ପାଇଁ କରିଥିଲି। ପର ମୁହୂର୍ତ୍ତରେ ମୁଁ ଶୁଣିବାକୁ ପାଇଲି କି କିଛି ମାସ ପରେ ଯେ ସିଏ ଗୋଟେ ପିଲା ଆଗରେ କହିଛନ୍ତି ଯେ ତାଙ୍କର ସ୍ୱାର୍ଥ ପାଇଁ ସେ ମୋତେ ପୋଡ଼ପିଠା ବନେଇକି ଦେଇଥିଲେ, ତାଙ୍କ ଅଫିସ୍କି ଡାକିଥିଲେ, କଫି ଦେଇଥିଲେ, ମୋ ଅଫିସ୍କି ମିଠା ନେଇକି ଆସିଥିଲେ। ତ ଏଇସବୁ ଶୁଣିବା ପରେ ମୋ ମନ ବହୁତ ଭାଙ୍ଗି ଯାଇଥିଲା। ଆଉ ମୁଁ ସେଥିରେ ଭାବିଥିଲି ନା, ଏମିତି ନିଜେ ପଛେ ସବୁ ଜିନିଷର ସଲ୍ୟୁସନ୍ ବାହାର କରିବ ପଛେ କାହାକୁ ସାହାଯ୍ୟର ହାତ ମାଗିବନି। ତେଣୁକରି ଏମିତି ବି ଦୁନିଆରେ ଲୋକ ଅଛନ୍ତି ଯେ ତମ ଭଲ ପାଇବା ଆଗରେ ତାଙ୍କର ସ୍ୱାର୍ଥପରତା ଦେଖାଯାଏ। ସେମାନେ ବୁଝିପାରନ୍ତିନି କି ସେ ଜିନିଷର ମୂଲ୍ୟ ବୁଝନ୍ତିନି। ଆଉ ମୁଁ କହିଦେଉଛି ଆପଣମାନଙ୍କୁ, ଆପଣ ସେଇ ଲୋକମାନଙ୍କୁ ସମୟ ଦିଅନ୍ତୁ, ଭଲ ପାଇବା ଦିଅନ୍ତୁ, ଆଉ ଖୁସିରେ କିଛି ଗିଫ୍ଟ ଦିଅନ୍ତୁ ଯେଉଁମାନେ ସେ ପ୍ରକୃତ ସେଇ ଜିନିଷର ହକଦାର ଆଉ ସେ ଭଲ ପାଇବାର ହକଦାର। ଏମିତି ଅନ୍ୟମାନଙ୍କୁ ଦେଖେଇକି କିଛି ଦେବା ଆବଶ୍ୟକତା ନାହିଁ। ରହିଲି।